ବନ୍ଧୁଗଣ, ଆପଣମାନେ କ'ଣ ଜାଣିଛନ୍ତି କି ମାଦଳା ପାଞ୍ଜିରେ ବର୍ଣ୍ଣିତ ଅଛି 16ଶ ଶତାବ୍ଦୀରେ ଯେତେବେଳେ କଳାପାହାଡ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ଆକ୍ରମଣ କରିଥିଲା, ସେବାୟତମାନେ ଚତୁର୍ଦ୍ଧା ମୂର୍ତ୍ତିକୁ ଶ୍ରୀମନ୍ଦିରରୁ ଲୁଚାଇ ନେଇ ଚିଲିକାର ଏକ ଦ୍ୱୀପରେ ରଖିଥିଲେ। କଳାପାହାଡ଼ ଯେତେବେଳେ ଏହି ଖବର ପାଇଲା, ସେ ସେହି ଦ୍ୱୀପକୁ ଯାଇ ସେବାୟତମାନଙ୍କୁ ହତ୍ୟା କଲା ଏବଂ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଛଡ଼ାଇ ଆଣି ଗଙ୍ଗା ନଦୀ କୂଳରେ ଜାଳି ଦେଇଥିଲା ଏବଂ ପରେ ସେହି ଅର୍ଦ୍ଧଦଗ୍ଧ ମୂର୍ତ୍ତିଗୁଡ଼ିକୁ ଗଙ୍ଗା ନଦୀରେ ଭସାଇ ଦେଇଥିଲେ। ଏହିସବୁ ଘଟଣା ଜଣେ ବୈଷ୍ଣବ ଭକ୍ତ ବିଶର ମହାନ୍ତି ଦେଖିଥିଲେ ଏବଂ ସେ କୌଶଳ କରି ଅର୍ଦ୍ଧଦଗ୍ଧ ମୂର୍ତ୍ତିଗୁଡ଼ିକରୁ ବ୍ରହ୍ମ ପଦାର୍ଥଗୁଡ଼ିକୁ କାଢ଼ି ନେଇ ନିଜ ମୃଦଙ୍ଗରେ ସାଇତି ରଖିଥିଲେ। ପରବର୍ତ୍ତୀ ସମୟରେ କଳିଙ୍ଗ ଗଜପତି ରାମଚନ୍ଦ୍ର ଦେବଙ୍କୁ ପ୍ରଭୁ ସ୍ୱପ୍ନାଦେଶ କରି ବ୍ରହ୍ମ ପଦାର୍ଥକୁ ବିଶର ମହାନ୍ତିଙ୍କଠାରୁ ଆଣି ନବନିର୍ମିତ ଚତୁର୍ଦ୍ଧା ବିଗ୍ରହରେ ରଖିକରି ପ୍ରଭୁଙ୍କର ନବକଳେବର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ହିଁ ହେଉଛି ନବକଳେବରର ପ୍ରଥମ କାହାଣୀ। ଜୟ ଜଗନ୍ନାଥ।